ଆଜି ଥିଲା ଗର୍ଭଣା ସଂକ୍ରାନ୍ତି। ବର୍ତ୍ତମାନ ଆମେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ମନ୍ଦିର ଯିବା ପାଇଁ ବାହାରି ପଡ଼ିଲୁ। ଆପଣମାନେ ତ ପ୍ରିଭିୟସ୍ ଭିଡ଼ିଓରେ ଦେଖିଥିବେ, ସୋମବାର ମନ୍ଦିର ଯିବା ପାଇଁ ବାହାରିଥିଲି, ବର୍ଷା ପବନ ଯୋଗେ ଯାଇପାରିନଥିଲି। ସେଥିପାଇଁ ଭାବିଲି ଆଜି ତ ସଂକ୍ରାନ୍ତି ଅଛି, ଏମିତିଆ ସୁଯୋଗକୁ କାହିଁକି ଆଉ ହାତଛଡ଼ା କରିବି। ସେଥିପାଇଁ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ଫଟାଫଟ ରେଡ଼ି ହେଇ ବାହାରି ପଡ଼ିଲୁ। ଗଲାବେଳେ ବାଟରୁ କିଛି କଦଳୀ ଆଉ ଧୂପ ନେଇ ଯାଇଥିଲୁ, ଆଉ ମନ୍ଦିରରେ ପହଞ୍ଚି ଦୀପ ଆଉ ଭୋଗ କିଣିଥିଲୁ। ତାପରେ ଯାଇ ଠାକୁର ଦର୍ଶନ କଲା ପରେ ଏଇଠୁ ପାଦୁକା ଟିକେ ପାଇଥିଲି, ଆଉ ନନାଙ୍କର ଆଶୀର୍ବାଦ ନେଇ ଫେରିଲା ବେଳକୁ ସ୍ୱାମୀକୁ କହିଲି ଆସୁନ ଗୋଟେ ଫଟୋ ଉଠେଇବା, ହେଲେ ସ୍ୱାମୀ ସିଧା ସିଧା ମନା କରିଦେଇଥିଲେ। ଆଉ ବହୁତ ରିକ୍ୱେଷ୍ଟ କଲା ପରେ ଶେଷରେ ରାଜି ହେଇଥିଲେ, ଆଉ ସେଥିରେ ବହୁତ କଥା ମଧ୍ୟ ଶୁଣେଇ ଦେଇଥିଲେ। ତାପରେ ଆମେ ମନ୍ଦିର ବାହାରକୁ ଚାଲି ଆସିଲୁ। ଏଇଠି ମା ବାସୁଳୀଙ୍କ ପାଖରେ ଦର୍ଶନ କଲା ପରେ ଆସିଗଲୁ ଏଇଠି ଦହିବରା ଖାଇବା ପାଇଁ। ଅବଶ୍ୟ ସଂକ୍ରାନ୍ତି ଯୋଗେ ମନ ଟିକେ କୁନ୍ତୁ କୁନ୍ତୁ ହଉଥିଲା। ସ୍ୱାମୀ ଅରୁଆରେ ହେଇଛି କହିବାରୁ ଶାନ୍ତିରେ ଦହିବରାଟେ ଖିଆ ହେଇଥିଲା। ଆଉ ଝିଅ କହିଥିଲା ତା ପାଇଁ ଦହିବରା ଆଣିବାକୁ, ଝିଅ ପାଇଁ ବି ଗୋଟେ ଦହିବରା ପ୍ୟାକ୍ କରିଦେଇଥିଲି। ତାପରେ ଇଚ୍ଛା ହେଲା ଆଇସ୍କ୍ରିମ୍ ଖାଇବା ପାଇଁ। ମୁଁ କ'ଣ କଲି ନା ଦୁଇଟା ଆଇସ୍କ୍ରିମ୍ ନେଇ ଆସିଲି ମା ଝିଅଙ୍କ ପାଇଁ। ଘରେ ପହଞ୍ଚି ଝିଅକୁ ଦହିବରା ଦେଇଥିଲି। ସିଏ ତାର ଦହିବରାକୁ ଗୋଟେ ବେଲାରେ ବାହାର କରି ପ୍ରଥମେ ତା ବାପାଙ୍କୁ, ପରେ ମୋତେ ଯାଚିଥିଲା। ଆମେ ଦୁଇଜଣ ଖାଇକି ଆସିଥିଲୁ ବୋଲି ମୁଁ ତାକୁ କହିଦେଇଥିଲି। ହେଲେ କ'ଣ ତା ମନ ବୁଝିଲା? ଆମେ ନ ଖାଇଲେ ସିଏ ଖାଇବନି ବୋଲି କହିଲା। ତା ମନ ବୁଝିବା ପାଇଁ ଆମେ ଦୁଇଜଣ ଦୁଇ ଦୁଇ ଚାମଚ ଖାଇ ଦେଇଥିଲୁ। ପରେ ସିଏ ଖାଇଥିଲା। ଗେଲୁଧନ ସାଥିରେ ଟିକେ ସମୟ କାଟିବା ପରେ ରୋଷେଇ ସାରିଥିଲି। ଯାହା ଯେମିତି ରୋଷେଇ କରି ମା ଝିଅ ବସି ପଡ଼ିଥିଲୁ ଖାଇବା ପାଇଁ। ଖାଇବା ତ ବହୁତ ବଢ଼ିଆ ଥିଲା, ହେଲେ ଖାଇସାରିବା ପରେ ସେ ନିଦଟା କେଜାଣି କୁଆଡ଼ୁ ମାଡ଼ି ଆସିଲା। ଉଠିକି ଦେଖିଲା ବେଳକୁ ସ୍ୱାମୀ ଆଣିଛନ୍ତି ଏଇ ଜିନିଷଟା। ସତରେ ମୁଁ ଦେଖିଲା ପରେ ଭାବି ପାରିଲିନି, ଏଇ ଗ୍ୟାସ୍ ଟାଙ୍କିଟା ଆଣିବା ପାଇଁ ମୋର ବହୁତ ଦିନରୁ ଇଚ୍ଛା ଥିଲା। ଆଣିବି ଆଣିବି କହିକି ଏମିତି ଗାଲେଇକି ଥିଲି, ଆସିବ ତ ଆଉ। ହେଲେ ଆଜି ସେଇଟା ହଠାତ୍ ଆଣିବେ ବୋଲି ମୁଁ ଭାବିନଥିଲି। ଏଇ ଜିନିଷଟା ମୋର ନିହାତି ଆବଶ୍ୟକ ଥିଲା। କାହିଁକି ନା ପ୍ରଥମ କଥା ହେଲା, ଥରେ ଯାଇ ଦୋକାନରେ ଦେଖିଥିଲି, ମୋତେ ଭାରି ପସନ୍ଦ ଆସିଥିଲା। ଦ୍ୱିତୀୟ କଥା, ଆମେ ଯୁଆଡ଼େ ବଣଭୋଜି କରିବା ପାଇଁ ଯାଉଛୁ ଭାରି ହଇରାଣ ହେଉଥିଲୁ। ରୋଷେଇ କରିବା ପାଇଁ ଭାରି ଅସୁବିଧା ହେଉଥିଲା। ଘରେ ତ ମୋର ଦୁଇଟା ବଡ଼ ଗ୍ୟାସ୍ ଟାଙ୍କି ଅଛି, ଏଇଟା କେବଳ ବଣଭୋଜି ପାଇଁ, ଆଉ ଏଇ କାର୍ତ୍ତିକ ମାସରେ ରୋଷେଇ ପାଇଁ। କାହିଁକି ନା କାର୍ତ୍ତିକ ମାସ ନ ହଉଣୁ ବାବୁ ଆମର କହିଲେ କାର୍ତ୍ତିକ ମାସରେ ଘରେ ଆମିଷ ପଶିବନି। ହେଲେ କାର୍ତ୍ତିକ ମାସ ଆରମ୍ଭରୁ ଘରେ ସବୁଦିନ ଆଇଁଷ। ମୁଁ ଟିକେ ହଇରାଣ ହେଉଛି ଖାଇବା ପିଇବାରେ। ଏବେ ତ ଆଉ ସେ ଅସୁବିଧା ହେବନି, କାହିଁକି ନା ସେଥିପାଇଁ ଏଇ ଛୋଟ ଟାଙ୍କିଟା ଆସିସାରିଛି। ଏଇ ସବୁ ପାଇଁ ଏଇ ଜିନିଷଟା ଏକଦମ ପରଫେକ୍ଟ। ମୁଁ ଠିକ୍ କହିଲି ନା ସାଙ୍ଗମାନେ? ପୁଣି ଦେଖା ହେବ ନେକ୍ସଟ ସର୍ଟସରେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।